ରାଧେ ରାଧେ। ଆଜି ହେଉଛି ଡିସେମ୍ବର 30 ତାରିଖ ପୁତ୍ରଦା ଏକାଦଶୀ। ଆଜି ଆମେମାନେ ପଢ଼ିବା ପୁତ୍ରଦା ଏକାଦଶୀ ବିଷୟରେ। ପ୍ରଥମେ ଶ୍ରୀ ନାରାୟଣଙ୍କର ସ୍ତୁତି ପାଠ କରିବା ଏବଂ ତାପରେ ମୁଁ ପୁତ୍ରଦା ଏକାଦଶୀକୁ ଗୀତ ଭାବରେ ଗାଇ ଆପଣମାନଙ୍କ ପାଖରେ ପହଞ୍ଚାଇବି ଏବଂ ତାପରେ ସେହି ଗୀତର ଅର୍ଥ ଆପଣମାନଙ୍କୁ ବୁଝାଇ କହିବି। ଚାଲନ୍ତୁ ଆରମ୍ଭ କରିବା ଶ୍ରୀ ନାରାୟଣ ସ୍ତୁତି। କୃପାମୟ କଞ୍ଜବଦନ କର ଦୁର୍ଗତି ଛେଦନ କିଛି ଘେନ ନିବେଦନ କ୍ଷମାନିଧି ଭକ୍ତ ତାରଣ ଖେଦ ଭେଦରେ କାରଣ ଖଟାଅ ପଦ୍ମଚରଣ ଗୋବର୍ଦ୍ଧନ ଧାରଣ ହରି ଗୋପେ ଗୋକୁଳ ବିହାରୀ ଗୁହାରି ଘେନ ମହରି ଘେନ ଭକ୍ତ ଘନ କାଳିଆ ଘେନାଙ୍କ ବାଙ୍କ ଚୁଳିଆ ଘଟଣ ଗୁଞ୍ଜ ମାଳିଆ ଅନ୍ତର୍ଯାମୀ ଆର୍ତ ଭଞ୍ଜନ ଐରୀ କୂଳ ଗଞ୍ଜନ ଅଭେଦ ଜନ ଭଞ୍ଜନ ଚକ୍ରପାଣି ଚିନ୍ତା ଦହନ ଚିନ୍ତନକାରୀ ମୋହନ ଚାଳ ଆଜ୍ଞାକୁ ବହନ ଛାତିରେ କୌସ୍ତୁଭମଣି ଛବି ଜହ୍ନେ ଦିନମଣି ଛନ୍ଦ କିମ୍ପା ଅଛମଣି ଜୟତ୍ରୀ ଭଙ୍ଗିମା ଠାଣିକି ଜଣାଏ ବଂଶୀ ପାଣିକି ଯାଉ ମୋ ଦୁଃଖ ଏଣିକି ଝଳି ପୀତାମ୍ବର ସୁନ୍ଦର ଝଟକେ ବିମ୍ବା ଅଧର ଝୁଲିବା ଚାଲି ସୁନ୍ଦର ନାରାୟଣ ନନ୍ଦନନ୍ଦନ ନାଗରୀ ହୃଦ ଚନ୍ଦନ ନିମେ ଘେନ ନିବେଦନ ଟେକ ମହିମା ଯଦୁପତି ଟାଣ ଅଘର ବିପତି ଟାଳି ନିଏ ମୋ ସମ୍ପତ୍ତି ଠାବେ ଜଗି କରେ ଧ୍ୟାନକୁ ଠୁଳେ ନ ଜାଣେ ଆନକୁ ଠିକେ ହୁଅ ପ୍ରସନ୍ନକୁ। ଚତୁର୍ଥ ଅଧ୍ୟାୟ ଯୁଧିଷ୍ଠିର ଉବାଚ କୃଷ୍ଣର ପୂଜା ବିଧି କରି ପଚାରେ ପୁଣ ଦଣ୍ଡଧାରୀ ପୌଷର ଶୁକ୍ଳ ଏକାଦଶୀ କହିବା ନାମ ବିଧି ମିଶି ଯେଥି ଅଧିଦେବ ସେବା କରିଣ କି ଫଳ ପାଇବା। ଶ୍ରୀକୃଷ୍ଣ ଉବାଚ କହନ୍ତି କୃଷ୍ଣ ଲୋକହିତ ଯାହା ପଚାରେ ପଣ୍ଡୁସୁତ ପୌଷର ଶୁକ୍ଳ ଏକାଦଶୀ କହିବା ଶୁଣ ହେ ବିଶେଷୀ ପୂର୍ବ ବିଧିରେ ବିଧେୟ ଜାଣ ପୁତ୍ରଦା ନାମ ଧେୟ ଅଧିଦେବତା ନାରାୟଣ ସେ ସର୍ବ ସିଦ୍ଧିର କାରଣ ଏ ସର୍ବ ପାପ ହରା ପରେ ବିଦ୍ୟା ଯଶରେ କରେ ତୋରେ ଶୁଣ ଏ ଶୁକ୍ଳ କଥନକ ଯେ ନାଶେ ପାପ ଭୟ ଶୋକ
ଏକ ହିଁ ନାମେ ଭଗବତୀ, ପୁରୀ ତହିଁରେ ନରପତି। ହେଲେ ସୁକେତୁ ମାନ ନାମ, ଦୟାଳୁ ଜିତ କାମ। ପୁତ୍ର ନ ପାଇ ମନରଥେ, ନେଲେ ସେ କେତେ କାଳ ଦୁଃଖେ। ବହୁତ ଧର୍ମ କରି ରାଜା, ନ ପାଇ ବଂଶଧର ପ୍ରଜା। ବ୍ୟାକୁଳ ହୋଇ ପଚାରନ୍ତି, କେହ୍ନେ ହୋଇବ ସୁର ପ୍ରାପ୍ତି। କିଏ ବା ଏଥି ତୀର୍ଥ ବ୍ରତ, କିଏ ବା ଯଜ୍ଞ ବିଧି ତତ। ଏ ରୂପେ ସେବ୍ୟା ସହିତରେ, ପ୍ରତ୍ୟହ ଦୁଃଖିତ ହେବାରେ। ପୁର ନଗର ବଳକୋଷ, କାହିଁରେ ନହିଲେ ସରସ। ଏ ଯାୟାପତି ଦୁଇ ଜଣ, ଜାଣ ଏ ରାଜା ପିତୃଗଣ। ଏ ଦତ୍ତ ଜଳାଞ୍ଜଳି ମାନ, ଚିନ୍ତା ଜାଣ ଏ ରାଜା ପିତୃଗଣ। ଏ ଦତ୍ତ ଜଳାଞ୍ଜଳି ମାନ, ଚିନ୍ତା ବିଶ୍ୱାସେ ଉଷ୍ଣ କରି। ଭୁଞ୍ଜନ୍ତି କାଳ ଅନୁସରି, ଏଥି ଉତ୍ତାରୁ ଦେଖି ନାହୁଁ। ଆମ୍ଭର ତପ ଇତା କେହୁ, ଏମନ୍ତ କରି ଅନ୍ତର୍ଗତ। ଏ ପ୍ରଜାପିତାଦି ଦୁଃଖିତ, ମିତ୍ର ମାତ୍ୟ ବନ୍ଧୁ ଜନ। ପଦାତି ଅଶ୍ୱ ଗଜ ଧନ, ଏମାନେ କାହିଁ ନୋହେ ପ୍ରୀତ। ରାଜାର ଏକ ସୁତେ ଚିତ, ଜନ୍ମ ବିଫଳ ପୁତ୍ର ବିନା। ଦିଶଇ ସୁଗୃହର ସୀମା, ଦେବ ମନୁଷ୍ୟ ପିତୃ ଋଣ। ସୁଝା ନ ଯାଏ ଦୁଃଖ ମନ, ତେଣୁ ପୁତ୍ରର ଜନ୍ମ ପାଇ। ପ୍ରଯତ୍ନ କରିବା ଯୋଗାଇ, ୟହଲୋକରେ ଅଛି କୀର୍ତ୍ତି। ପରଲୋକରେ ଶୁଭ ଗତି। ଯେ ସାଧୁ ଦ୍ୱାରା ପୁତ୍ରବନ୍ତ, ଜାଣ ସେ ପୂର୍ବେ ପୁଣ୍ୟବନ୍ତ। ଏହିମାନଙ୍କୁ ଧନ୍ୟ ବୋଲି, ଆରୋଗ୍ୟ ଆୟୁଷ ସଂଖଳି। କୃଷ୍ଣରେ ଭକ୍ତି ପୂର୍ବ ପୁଣ୍ୟ, ଏ ପୁତ୍ର ସମ୍ପତ୍ତି ସାଧନ। କେହି ଦେବାକୁ ପୁତ୍ରବନ୍ତ, ହେଲେ ସନ୍ତତ ଚିନ୍ତାଗ୍ରସ୍ତ। ସନ୍ଧ୍ୟା ନିଶିଥ ଉଷା ପ୍ରାତ, ଏ ସର୍ବକାଳେ ଅନିଦ୍ରିତ। ଆପଣା ବିନାଶ ବିଚାରେ, ଏ ଆତ୍ମା ବିଘାତ ପାମ୍ପୁଡରେ। ବୁଧତ୍ୱ ଅପୁତ୍ରିକ ଦୁଇ, ଅକୀର୍ତ୍ତି ନରମ ଯେ ଦୁଇ। ଯେବେ ମୁଁ ମୃତ୍ୟୁ ବିଚାରିବି, ଏ ଦୁଇ ଅଧିକ ପାଇବି। ସୁବୁଦ୍ଧି ପୂର୍ବରୁ ବିଚାରି, ଆପଣା ହିତ ହେତୁ କରି। ଆପଣା ଅଶ୍ଵ ଆରୋହିଲେ, ଅସ୍ଫୁଟେ ରାଜା ବନେ ଗଲେ। ମନ୍ତ୍ରୀ ଅମାତ୍ୟ ପୁରୋହିତ, ପଦାତି ପ୍ରଜା ଏ ସମସ୍ତ। ଖୋଜି ନ ପାଇଲେ ଉଟିଲେ, ଶକୁନ୍ୟ କୁଶଳ ଜାଣିଲେ। ରାଜା ଗହନ ବନ ଗଲେ, ପ୍ରାଣରେ ଇଚ୍ଛା ନାହିଁ ଭଲେ। ବରାହ ଶୃଗାଳ ଭଲ୍ଲୁକ, ବିପିନ ମାର୍ଜାର ଅନେକ।
ଅସଂଖ୍ୟ ଗଣ୍ଡାଦି ଗୟଳ ସର୍ପ ସାଧୁଳ ଦନ୍ତାବଳ ଏମାନେ ଯୁଗ ଯୁଗ ଥାଇ ଯହିଁ ବୁଲନ୍ତି ମତ ହୋଇ ବିବିଧ ମୃଗ ପକ୍ଷୀବନ୍ତ ଏ ଘୋର ବିପିନର ଅନ୍ତ ସଞ୍ଚାର କଲେ ନରପତି ବିପିନ ବୃକ୍ଷକୁ ଦେଖନ୍ତି ବଟ ଅଶ୍ୱତ୍ଥ ବିଲ୍ୱ ତାଳ ଖର୍ଜୁର ପନସ ବକୁଳ ତିନ୍ଦୁକ ସପ୍ତପର୍ଣ୍ଣି ଶାଳ ତିଳକ ସବଳତ ମାଳ ଇଙ୍ଗୁଦି ଶ୍ଳୋଷାତକ ନିମ୍ବ ଜମ୍ଭୁକୁଟ ଜଲଙ୍କା ଆମ୍ବ ପାଚଳ ଫଣା ଫଣ ଆମ୍ବ କର୍ମସାବିର କକଦମ୍ବ ଜେଉଟ ଜମ୍ବୁକ ତେନ୍ତୁଳି ଡିମ୍ବିରି କପିଥବ ଦରି ଦେଖିଏ ଆଦି ବୃକ୍ଷମାନ ନୃପତି ପାଶରିଲେ ସ୍ନାନ ହୁଙ୍କା ଊର୍ଦ୍ଧ୍ୱକୁ ବାହାରି ଭୁଜଙ୍ଗେ ରହିଛନ୍ତି ପୁରୀ ଦେଖିଲେ ଯୂଥପତି ସତ ନୃପତି ହେଲେ ଆଚମ୍ବିତ ଶ୍ରୀକୃଷ୍ଣ ପାଦେ ମନ ଦେଇ ନୃପତି ଚିତ୍ତେ ବିଚାରଇ ଯାଉଛି ଶୁଖି ତାଳୁ କଣ୍ଠ କ୍ଷୁଧା ନଳେ ଜଳେ ପେଟ କରି ମୁଁ ଥିଲି କି ଦୁଷ୍କୃତ ଈଦୃଶ ଦୁଃଖ ହେଲା ପ୍ରାପ୍ତ ଦେବଙ୍କ ଯୋଗେ ଯାଗ କରି ନାନା ବିଧିରେ ପୂଜା କରି ଅତିଥି ବ୍ରାହ୍ମଣ ବିଶେଷ ଦାନ ଭୋଜନେ କଲି ତୋଷ ସର୍ବଦା ପ୍ରଜାମାନଙ୍କୁ ହି ପୁତ୍ରର ପ୍ରାୟ ପାଳିଲୁଇଁ ଏକି ଦାରୁଣ ଦୁଃଖ ଭେଳା କି ଅର୍ଥେ ଅକାରଣ ହେଲା କାରଣ ବିନା କାର୍ଯ୍ୟ ନାହିଁ ଥିଲା ପ୍ରାକ୍ତେନ କର୍ମ ଲିହି ଏତେ ବିଚାରି ଧୀର ହେଲେ ଆଗବନକୁ ବିଜେ କଲେ ଦେଖିଲେ ଅତ୍ୟୁତ୍ତମ ସର ଯେ ସ୍ୱର୍ଦ୍ଧେ ମାନସର ମତ୍ସ୍ୟ ମକର ଆଦି ଯହିଁ ଅଛନ୍ତି ଜଳଚର ହୋଇ ବରାଟ ବରେ ବକ ସଙ୍ଗେ ଖେଳନ୍ତି ଯହିଁ ନାନା ରଙ୍ଗେ ଲକ୍ଷ୍ମଣାରତି ଲକ୍ଷ୍ମୀ ଧରି ସାରସ ରସ ଅବଧାରି ଯହିଁ ବିହାରେ ମନ ହରି ଭୃଙ୍ଗର ସଙ୍ଗେ ଭୃଙ୍ଗ ପରି କି କହି ଜଳର ନିର୍ମଳ ଯହିଁରେ ନିତ୍ୟ ଋଷି ମେଳ ଏସର ସମୀପେ ପୂଜନ ଦେଖିଲେ ବହୁତ ଆଶ୍ରମ ଶୁଭ ଶଙ୍କୁନ ମାନ ଦେଖି ଶୁଣିମା ହେଉ ନୃପ ରଖି ଦକ୍ଷିଣ ଜାନୁ ଭୁଜ ନେତ୍ର ସ୍ଫୁରିଲା ଦେବେ ମନୋରଥ ବସି ଅଛନ୍ତି ମୁନିଗଣ କରନ୍ତି ଜପ ଯୋଗ ଧ୍ୟାନ ଦେଖି ଆନନ୍ଦେ ଅତି ଦୂରୁ ଓହ୍ଲାଇ ରାଜା ହୃଦୟ ବରୁ ଆଶ୍ରମେ ଯାଇ ସୁସ୍ଥ ହୋଇ ଜଣ ଜଣକେ ପ୍ରଣମଇ କହିଲେ ଯୋଡ଼ିବେନି କର
ଶୁଣିମା ହେଉ ନୃପବର, ଭାଗ୍ୟରୁ ଦେଖିବାରୁ ମନ, କିଛି କରିବି ନିବେଦନ। ଉତ୍ତମ ବ୍ରାହ୍ମଣ ଭଜନ, ଦେଇ ପୂଜିଲେ ଦେବଗଣ। କଲି ଅତିଥି ଇଚ୍ଛା ଦାନ, ଜୟ ବା ଜଣା ବ୍ରତମାନ। କଲି ହିଁ ଯଜ୍ଞ ଦାନ ତୀର୍ଥ, କେହି ନ କରେ ମୋର ଅର୍ଥ। ରାଜ୍ୟ ମାତ୍ୟ କୋଶେ ଜାତ, ଏମାନେ ହେଲେ ବିଷବତ। ପ୍ରାଣରେ ନିରୁତ୍ସାହ ହୋଇ, ଅସ୍ଫୁଟେ ଚାହିଁ ଅଇଲଇଁ। ଆତ୍ମାଘାତକୁ ନ କରିବି, ଜନ୍ତୁ ଏ ମାଇଲେ ମରିବି। ଏହି ବିଚାର ସିଦ୍ଧ କରି, ଛାଡ଼ିଲେ ଭଗବତୀ ପୁରୀ। ପଡ଼ିଲେ ଜନ୍ତୁଙ୍କ ଆଗର, ସେ ବାଟ ଭାଙ୍ଗି ଗଲେ ଦୂର। ଆସିବା ବେଳେ ଏ ଆଶ୍ରମ, ଦେଖିଲି ହେଲା ଗତି ଶ୍ରମ। ଆପଣମାନଙ୍କୁ ଦେଖିଲି, ଦୁରିତ ମତି ଉପେଖିଲି। ଗଲି ମୁଁ ତୁମ୍ଭରେ ଶରଣ, ରଖିବ ମତେ ଋଷିଗଣ। ଶୁଣି ରାଜାର ସତ୍ୟବାଣୀ, ଋଷିଏ ଚିତ୍ତବୃତ୍ତି ଜାଣି। ପ୍ରସନ୍ନ ହୋଇଲୁ ବୋଇଲେ, ଯେ ଇଚ୍ଛା କହ ଆମ୍ଭ ମେଳେ। ଅତି ଆନନ୍ଦ ହୋଇ ରାଜା, ମୁନିମାନଙ୍କୁ କରି ପୂଜା। କହିଲେ ଯୋଡ଼ି କର ଦ୍ୱୟ, ହୋଇବା ମୋହରେ ସଦୟ। ଏମନ୍ତ କହି ଦଣ୍ଡଧାରୀ, ଶିରେ ଅଞ୍ଜଳି ପୁଟ କରି। ପାଦେ ପଡ଼ିଲେ ଦଣ୍ଡ ପରି, ଅଛି ଲୋତକ ନେତ୍ରେ ପୁରି। ସର୍ବଜ୍ଞ ସ୍ୱଭାବେ ଆପଣ, କିୟ ବା ପ୍ରକାଶିବି ପୁଣ। ଆପଣ ମାନେ କେହୁ ଜାଣ, ଜାଣିବି ନିସଂଶୟ ପୁଣ। ଶରଣ ଜନେ ରକ୍ଷା କର, କାର୍ତ୍ତିକ କରିବି ପ୍ରଚାର। ନୃପବଚନେ ମୁନିମାନେ, କହିଲେ ବିଶ୍ୱଦେବାଗଣେ। ଆମ୍ଭେ ଆସିଛୁ ଏସରକୁ, ମାଘରେ ସ୍ନାନ କରିବାକୁ। କାଲି ପୁତ୍ରଦା ଏକାଦଶୀ, ଯହିଁରେ ବିଷ୍ଣୁ ହୋଇ ତୋଷୀ। ବ୍ରତକାରୀଙ୍କୁ ପୁତ୍ର ଦାନ, କରନ୍ତି ନୃପ ଏ ନିଦାନ। ଜାଣିଲି ତୁମ୍ଭର ମାନସ, ପୁତ୍ର ଅଭାବେ ଅସନ୍ତୋଷ। ତୁମ୍ଭର ଭାଗ୍ୟ ବଳୁ ଆଜ, ପ୍ରବେଶ ହେଲେ ବ୍ରତରାଜ। ଏଠାରେ ରହି ମହାବ୍ରତ, କର ରାଜନ ବିଧିମତ। ଆମ୍ଭମାନଙ୍କୁ ଅଭିଷେକ, ତୁମ୍ଭର କର୍ମ ପରିପାକ। ଏ ମହାବ୍ରତର ପ୍ରସାଦ, ଅବଶ୍ୟ ତୁଟିବ ବିଷାଦ। ଏମନ୍ତ କହି ଉପଦେଶ, ଦେଲେ ସେ ବ୍ରତର ବିଶେଷ। ମୁନିଙ୍କ ଠାରୁ ଉପଦେଶ, ପାଇ ଆନନ୍ଦେ ନର ଈଶ। କଲେ ବିଧାନ ମହାବ୍ରତ, କାମନା ବଂଶଧର ସୁତ।
ପୂଜା ଜାଗର ଉପବାସ ଦଶମୀ ଦ୍ୱାଦଶ ବିଶ୍ୟ ଯେ ଅନ୍ୟ ପୁଣ୍ୟବାନ ବିଧି କଲେ ନୃପତି ମହାବିଧି ପ୍ରାତଃକାଳରେ ସ୍ନାନ ସାରି ସେ ସନ୍ଧ୍ୟା ପୂଜା ଆଦି କରି ମୁନିମାନଙ୍କୁ ପୁନଃ ପ୍ରଣାମ କଲେ ସେ ରାଜନ ଚାହିଁ ରାଜାଙ୍କୁ ମୁନିମାନେ ଆଶିଷ କଲେ ଜଣେ ଜଣେ ରାଜା ମଙ୍ଗଳେ ଗୃହେ ଯାଉ ପୁତ୍ରାଦି ଫଳ ବେଗେ ପାଉ ଏମନ୍ତ ମୁନିଙ୍କ ଆଶିଷ ଘେନି ଆଦରେ ନରଈଶ ଦ୍ୱାଦଶୀ ହବିଷ୍ୟ ସାରିଲେ ଅଶ୍ୱାରୋହୀ ଗୃହେ ଗଲେ ରାଜା ଆସିଲେ ବୋଲି ଜାଣି ଯେ ଯାହା ଭେଟି ମାନ ଘେନି ମନ୍ତ୍ରୀ ମାତ୍ୟ ପ୍ରଜା ଭୃତ୍ୟ ଭେଟିଲେ ହୋଇ କୃତ୍ୟ ନୃପ ପ୍ରସନ୍ନ ମୁଖ ଦେଖି ସମସ୍ତେ ହେଲେ ମହାସୁଖୀ ଜାଣି ରାଣୀର ଋତୁ ସ୍ନାନ କଲେ ନୃପତି ଆଲିଙ୍ଗନ ମନକୁ ଜାଣି ଉଲ୍ଲସିତ ମନ ତନୟ ତଥା ଭୂତ ଗର୍ଭ ଧଇଲେ ମହାଦେଇ ଦେଖି ଆନନ୍ଦ ଯେତେ ଧ୍ୟାଇ ବେହେର ମାନେ ଉତ୍ସୁକିତ ଦଶମ ମାସେ ହେଲା ସୁତ ପୁଣ୍ୟ କର୍ମରେ ହେଲା ଯେଣୁ ଅତି ତପସ୍ୱୀ ହେଲା ତେଣୁ ଦିନକୁ ଦିନ ସେ ବଢ଼ିଲେ ଶୁକ୍ଳ ପକ୍ଷରେ ଶଶୀ ତୁଲେ ଆପଣା ସମଗୁଣ କରି ଦେଖି ପୁତ୍ରକୁ ଦଣ୍ଡଧାରୀ ସମର୍ପି ଦେଇ ରାଜ୍ୟଭାର କଲେ ସେ ଋଷିଙ୍କ ବ୍ୟବହାର ତେଣୁ ଉତ୍ତମ ଏ ପୁତ୍ର ଦା ବ୍ରତକୁ କରିବେ ସର୍ବଦା ସୁଖୀ ହୋଇବେ ପୁତ୍ରେ ଯାଇ ଅନ୍ତେ ରହିବେ ସ୍ୱର୍ଗେ ଯାଇ ଏ ବ୍ରତ ସୁଗୁପ୍ତ ମୋହର ତୁମ୍ଭର ସ୍ନେହେ ଯୁଧିଷ୍ଠିର କହିଲି ସ୍ଥିର ଚିତ୍ତ ହୋଇ ଏ ବ୍ରତ ସ୍ୱର୍ଗବାସ ହୋଇ ଇତି ଶ୍ରୀ ବ୍ରହ୍ମାଣ୍ଡ ପୁରାଣେ ପୌଷ ଶୁକ୍ଳ ପୁତ୍ରଦା ଏକାଦଶୀ ମାହାତ୍ମ୍ୟ ଚତୁର୍ଥ ଅଧ୍ୟାୟ। ପୁତ୍ରଦା ଏକାଦଶୀ। ଯୁଧିଷ୍ଠିର କହିଲେ, ହେ ଶ୍ରୀକୃଷ୍ଣ, କୃପା କରି ପୌଷ ମାସ ଶୁକ୍ଳପକ୍ଷ ଏକାଦଶୀର ମାହାତ୍ମ୍ୟ କହନ୍ତୁ। ତାହାର ନାମ କ'ଣ? ତାହା ପାଳନ କରିବାର ବିଧି କ'ଣ? ସେଥିରେ କେଉଁ ଦେବତାଙ୍କ ପୂଜନ କରାଯାଏ? ଭଗବାନ ଶ୍ରୀକୃଷ୍ଣ କହିଲେ, ରାଜନ୍, ପୌଷ ମାସ ଶୁକ୍ଳପକ୍ଷରେ ଯେଉଁ ଏକାଦଶୀ ପଡ଼େ ତାହାର ନାମ ପୁତ୍ରଦା। ପୁତ୍ରଦା ଏକାଦଶୀରେ ନାମ ମନ୍ତ୍ରର ଉଚ୍ଚାରଣ କରି ଫଳ ଦ୍ୱାରା ଶ୍ରୀହରିଙ୍କର ପୂଜା କରିବେ। ନଡ଼ିଆ, ଗୁଆ, କାଗଜି ଲେମ୍ବୁ, ଜମ୍ଭୀରା ଲେମ୍ବୁ, ଡାଳିମ୍ବ, ସୁନ୍ଦର, ଅଁଳା, ଲବଙ୍ଗ, କୋଳି ତଥା ବିଶେଷତଃ ଆମ୍ଭ ଦ୍ୱାରା ଦେବଦେବେଶ୍ୱର ଶ୍ରୀହରିଙ୍କୁ ପୂଜନ କରିବା ଉଚିତ। ଏହା ପ୍ରକାର ଧୂପ ଦୀପରେ ମଧ୍ୟ ଭଗବାନଙ୍କର ଅର୍ଚ୍ଚନା କରିବେ। ପୁତ୍ରଦା ଏକାଦଶୀରେ ବିଶେଷ ରୂପରେ ଦୀପଦାନ କରିବାର ବିଧାନ ଅଛି। ରାତିରେ ବୈଷ୍ଣବ ପୁରୁଷଙ୍କ ସହିତ ଜାଗରଣ କରିବା ଉଚିତ। ଜାଗରଣକାରୀଙ୍କୁ ଯେଉଁ ଫଳ ପ୍ରାପ୍ତି ହୁଏ ତାହା 1000 ବର୍ଷ ପର୍ଯ୍ୟନ୍ତ ତପସ୍ୟା କଲେ ମଧ୍ୟ ମିଳେ ନାହିଁ। ଏହା ସମସ୍ତ ପାପକୁ ନାଶ କରିବାର ଉତ୍ତମ ତିଥି। ଚରାଚର ଜଗତ ସହିତ ସମସ୍ତ ତ୍ରିଲୋକର ଏହାଠାରୁ ଅନ୍ୟ କୌଣସି ବଡ଼ ତିଥି ନାହିଁ।
ସମସ୍ତ କାମନା ଓ ସିଦ୍ଧିଦାତା ଭଗବାନ ନାରାୟଣ ଏହି ତିଥିର ଅଧିଷ୍ଠାତା ଦେବ। ପୂର୍ବ କାଳର କଥା। ଭଦ୍ରାବତୀ ପୁରୀରେ ରାଜା ସୁକେତୁମାନ ରାଜତ୍ୱ କରୁଥିଲେ। ତାଙ୍କ ରାଣୀଙ୍କ ନାମ ଥିଲା ଚମ୍ପା। ରାଜାଙ୍କର ବହୁଦିନ ପର୍ଯ୍ୟନ୍ତ ବଂଶରକ୍ଷା ନିମନ୍ତେ କୌଣସି ପୁତ୍ର ପ୍ରାପ୍ତ ହେଲା ନାହିଁ। ଏଥିପାଇଁ ରାଜା ରାଣୀ ଉଭୟେ ସବୁବେଳେ ଚିନ୍ତା ଓ ଶୋକରେ ବୁଡ଼ି ରହୁଥିଲେ। ରାଜାଙ୍କ ପିତୃପୁରୁଷମାନେ ରାଜାଙ୍କ ଦ୍ୱାରା ପ୍ରଦତ୍ତ ଜଳକୁ ସକଳସରେ ଗରମ କରି ପିଉଥିଲେ। ରାଜାଙ୍କ ପରେ ଆଉ ଏପରି କେହି ଦେଖାଯାଉ ନାହାନ୍ତି ଯିଏ ଆମର ତର୍ପଣ କରିବେ। ଏହି ଚିନ୍ତାରେ ସେମାନେ ସଦା ଦୁଃଖୀ ରହୁଥାନ୍ତି। ଦିନେ ରାଜା ଘୋଡ଼ାରେ ବସି ଘଞ୍ଚ ଜଙ୍ଗଲକୁ ଚାଲିଗଲେ। ପୁରୋହିତ ଆଦି କାହାକୁ ମଧ୍ୟ ଏକଥା ଜଣା ନଥିଲା। ମୃଗ ଓ ପକ୍ଷୀମାନଙ୍କ ଦ୍ୱାରା ସେବିତ ସେହି ଘଞ୍ଚ ଜଙ୍ଗଲରେ ରାଜା ଭ୍ରମଣ କରିବାକୁ ଲାଗିଲେ। ରାସ୍ତାରେ କେଉଁଠି ଶିଆଳ ରଡ଼ି ଛାଡ଼ିବାର ଶୁଣାଯାଉଥିଲା ତ କେଉଁଠି ପେଚାର ରାବ ଶୁଭୁଥିଲା। ଏଣେ ତେଣେ ଭାଲୁ ଏବଂ ମୃଗ ଦୃଷ୍ଟିଗୋଚର ହେଉଥିଲେ। ଏହି ପ୍ରକାର ବୁଲି ବୁଲି ରାଜା ବନର ଶୋଭା ଦେଖୁ ଦେଖୁ ଦିନ ଦ୍ୱିପ୍ରହର ହୋଇଗଲା। ରାଜା ଭୋକ ଏବଂ ଶୋଷରେ ବ୍ୟାକୁଳ ହେଲେ। ସେ ଜଳ ଅନ୍ୱେଷଣରେ ଏପାଖ ସେପାଖ ବୁଲିବାକୁ ଲାଗିଲେ। କୌଣସି ପୁଣ୍ୟ ପ୍ରଭାବରୁ ତାଙ୍କୁ ଗୋଟିଏ ଉତ୍ତମ ସରୋବର ଦେଖାଗଲା, ଯାହା ନିକଟରେ ମୁନିମାନଙ୍କର ବହୁତ ଆଶ୍ରମ ଥିଲା। ସୌଭାଗ୍ୟଶାଳୀ ନରେଶ ସେହି ଆଶ୍ରମ ଆଡ଼କୁ ଦେଖିଲେ। ସେହି ସମୟରେ ଶୁଭ ଲକ୍ଷଣ ଦେଖାଗଲା। ରାଜାଙ୍କର ଡାହାଣ ଆଖି ଏବଂ ଡାହାଣ ହାତ ଫରକିବାକୁ ଲାଗିଲା, ଯାହା ଉତ୍ତମ ଫଳପ୍ରାପ୍ତିର ସୂଚନା ଦେଉଥିଲା। ସରୋବର ତଟରେ ମୁନିଗଣ ବେଦପାଠ କରୁଥିଲେ। ସେମାନଙ୍କୁ ଦେଖି ରାଜା ବହୁତ ଆନନ୍ଦିତ ହେଲେ। ସେ ଘୋଡ଼ାରୁ ଓହ୍ଲାଇ ମୁନିମାନଙ୍କ ସାମ୍ନାରେ ଯାଇ ଛିଡ଼ା ହେଲେ ଏବଂ ଅଲଗା ଅଲଗା କରି ସମସ୍ତଙ୍କୁ ବନ୍ଦନା କରିବାକୁ ଲାଗିଲେ। ସେହି ମୁନିଗଣ ଉତ୍ତମ ବ୍ରତ ପାଳନକାରୀ ଥିଲେ। ରାଜା ହାତ ଯୋଡ଼ି ବାରମ୍ବାର ଦଣ୍ଡବତ କରିବାରୁ ମୁନିମାନେ କହିଲେ, ରାଜନ, ଆମ୍ଭେମାନେ ତୁମ ଉପରେ ପ୍ରସନ୍ନ। ରାଜା କହିଲେ, ଆପଣମାନେ କିଏ? ଆପଣମାନଙ୍କର ନାମ କ'ଣ ତଥା ଆପଣମାନେ କାହିଁକି ଏଠାରେ ଏକତ୍ରିତ ହୋଇଛନ୍ତି? କୃପା କରି ସବୁ କୁହନ୍ତୁ। ମୁନିଗଣ କହିଲେ, ରାଜନ, ଆମ୍ଭେମାନେ ବିଷ୍ଣୁଦେବ ଏଠାକୁ ସ୍ନାନ କରିବା ନିମନ୍ତେ ଆସିଅଛୁ। ମାଘ ମାସ ନିକଟ ହୋଇଛି। ଆଜିଠାରୁ 5 ଦିନ ପରେ ମାଘ ସ୍ନାନ ଆରମ୍ଭ ହୋଇଯିବ। ଆଜି ପୁତ୍ରଦା ଏକାଦଶୀ। ଏହି ବ୍ରତ ଅନୁଷ୍ଠାନ କରୁଥିବା ମନୁଷ୍ୟକୁ ପୁତ୍ର ପ୍ରାପ୍ତ ହୋଇଥାଏ। ରାଜା କହିଲେ, ବିଶ୍ୱଦେବଗଣ, ଯଦି ଆପଣମାନେ ପ୍ରସନ୍ନ ତେବେ ମୋତେ ପୁତ୍ର ପ୍ରଦାନ କରନ୍ତୁ। ମୁନିଗଣ କହିଲେ, ରାଜନ, ଆଜି ପୁତ୍ରଦା ଏକାଦଶୀ। ଏହି ବ୍ରତ ସୁପ୍ରସିଦ୍ଧ। ତୁମେ ଆଜି ଏହି ଉତ୍ତମ ବ୍ରତ ପାଳନ କର। ମହାରାଜ, ଭଗବାନ କେଶବଙ୍କ ପ୍ରସାଦରୁ ତୁମକୁ ପୁତ୍ର ଅବଶ୍ୟ ପ୍ରାପ୍ତ ହେବ। ଶ୍ରୀକୃଷ୍ଣ କହିଲେ, ଯୁଧିଷ୍ଠିର, ଏହି ପ୍ରକାର ସେହି ମୁନିମାନଙ୍କ କହିବା ଅନୁସାରେ ରାଜା ଭକ୍ତିର ସହିତ ସେହି ଉତ୍ତମ ବ୍ରତ ପାଳନ କଲେ। ମହର୍ଷିମାନଙ୍କ ଉପଦେଶ ଅନୁସାରେ ବିଧିପୂର୍ବକ ପୁତ୍ରଦା ଏକାଦଶୀର ଅନୁଷ୍ଠାନ କଲେ। ପୁଣି ଦ୍ୱାଦଶୀ ଦିନ ପାରଣ କରି ମୁନିମାନଙ୍କ ଚରଣରେ ବାରମ୍ବାର ନତମସ୍ତକ ହୋଇ ରାଜା ନିଜ ଗୃହକୁ ବାହୁଡ଼ିଲେ। ତାପରେ ରାଣୀ ଗର୍ଭଧାରଣ କଲେ। ଯଥା ସମୟରେ ପୁଣ୍ୟକର୍ମା ରାଜାଙ୍କୁ ତେଜସ୍ୱୀ ପୁତ୍ର ପ୍ରାପ୍ତ ହେଲା, ଯିଏ ନିଜ ଗୁଣ ଦ୍ୱାରା ପିତାଙ୍କୁ ସନ୍ତୁଷ୍ଟ କଲା ଏବଂ ପ୍ରଜା ପାଳନ ହେଲା। ଏଥିପାଇଁ ହେ ରାଜନ, ପୁତ୍ରଦା ଏକାଦଶୀର ଉତ୍ତମ ବ୍ରତ ଅବଶ୍ୟ କରିବା ଉଚିତ। ମୁଁ ଲୋକମାନଙ୍କ ହିତ ପାଇଁ ତୁମ ଆଗରେ ଏହା ବର୍ଣ୍ଣନା କଲି। ଯେଉଁ ମନୁଷ୍ୟ ଏକାଗ୍ରଚିତ୍ତ ହୋଇ ପୁତ୍ରଦା ଏକାଦଶୀ ବ୍ରତ କରନ୍ତି, ସେମାନେ ଇହଲୋକରେ ପୁତ୍ର ଲାଭ କରି ମୃତ୍ୟୁ ପରେ ସ୍ୱର୍ଗଗାମୀ ହୁଅନ୍ତି। ଏହି ମାହାତ୍ମ୍ୟକୁ ପଢ଼ିବା ଓ ଶୁଣିବା ଦ୍ୱାରା ଅଗ୍ନିଷ୍ଟୋମ ଯଜ୍ଞର ଫଳପ୍ରାପ୍ତ ହୁଏ। ଚାଲନ୍ତୁ ଏକାଦଶୀ ବ୍ରତ କ'ଣ ଏବଂ କାହିଁକି ପାଳନ କରିବା, ପୂଜାବିଧି ଏସବୁ ବିଷୟରେ ଜାଣିବା। ମାନବ ଜୀବନର ମୁଖ୍ୟ ଉଦ୍ଦେଶ୍ୟ ପରମାତ୍ମା ପ୍ରାପ୍ତି। ଶାରୀରିକ ସ୍ୱାସ୍ଥ୍ୟ, ମନୋବଳ ଓ ବୁଦ୍ଧିର ସାତ୍ତ୍ୱିକତା, ଏହି ତିନୋଟିରେ ସମ୍ପୂର୍ଣ୍ଣ ମନୁଷ୍ୟ ହିଁ ଭୋଗ ଓ ମୋକ୍ଷ ପାଇଥାଏ। ଏହା ସହିତ ବିବେକପୂର୍ବକ କରାଯାଉଥିବା ଏକାଦଶୀ ଆଦି ବ୍ରତ ଉପବାସର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ମନୁଷ୍ୟର ସର୍ବାଙ୍ଗୀନ ଉନ୍ନତିର ସୂତ୍ର ଏଥିରେ ନିହିତ ଅଛି। ଏକାଦଶୀର ଉତ୍ପତ୍ତି ପ୍ରସଙ୍ଗ ଯେତିକି ରୋମାଞ୍ଚକର, ଏହାର ମହିମା ବର୍ଣ୍ଣିତ ହୋଇଥିବା କଥା ପ୍ରସଙ୍ଗ ସମୂହ ମଧ୍ୟ ସେତିକି ମନୋରମ।
ଏକାଦଶୀ ବ୍ରତର ଉଭୟ ପକ୍ଷର ଶାସ୍ତ୍ରୀୟ ବିବେଚନା ତଥା ଏହି ବିଷୟରେ ପୂଜ୍ୟଶ୍ରୀଙ୍କ ଅମୃତ ବଚନର ସଂକଳନକୁ ଏହି ପୁସ୍ତକ ମାଧ୍ୟମରେ ଆପଣଙ୍କ କରକମଳରେ ପହଞ୍ଚାଇବାର ସୌଭାଗ୍ୟ ସମିତିକୁ ପ୍ରାପ୍ତ ହୋଇଛି। ସେବା କରିବାର ଏହି ସୌଭାଗ୍ୟ ଲାଭ ହୋଇଥିବାରୁ ହାର୍ଦ୍ଦିକ ପ୍ରସନ୍ନତା ହେଉଛି। ହେ ଅଚ୍ୟୁତ, ହେ ଅନନ୍ତ, ହେ ଗୋବିନ୍ଦ, ଏହି ନାମଚରଣ ରୂପୀ ଔଷଧି ଦ୍ୱାରା ସମସ୍ତ ରୋଗ ନଷ୍ଟ ହୋଇଥାଏ। ଏହା ମୁଁ ସତ୍ୟ କହୁଛି, ସତ୍ୟ କହୁଛି। ଏକାଦଶୀ ରାତିରେ ଶ୍ରୀହରିଙ୍କ ପାଖରେ ଜାଗରଣର ମାହାତ୍ମ୍ୟ। ସର୍ବଧର୍ମର ଜ୍ଞାତା, ବେଦ ଓ ଶାସ୍ତ୍ରର ଅର୍ଥଜ୍ଞାନରେ ପାରଙ୍ଗମ, ସମସ୍ତଙ୍କ ହୃଦୟରେ ରମଣ କରୁଥିବା ଶ୍ରୀ ବିଷ୍ଣୁଙ୍କ ତତ୍ତ୍ୱକୁ ଜାଣିଥିବା ତଥା ଭଗବତ୍ ପରାୟଣ ପ୍ରହ୍ଲାଦ ସୁଖପୂର୍ବକ ବସିଥିବା ସମୟରେ ତାଙ୍କ ପାଖକୁ ସ୍ୱଧର୍ମ ପାଳନ କରୁଥିବା ମହର୍ଷିଗଣ କିଛି ପଚାରିବାକୁ ଆସିଲେ। ମହର୍ଷିଗଣ କହିଲେ, ପ୍ରହ୍ଲାଦ, ଆପଣ ଏପରି ଏକ ସାଧନ କହନ୍ତୁ ଯେଉଁଥିରେ ଜ୍ଞାନ, ଧ୍ୟାନ ଓ ଇନ୍ଦ୍ରିୟ ନିଗ୍ରହ ବିନା ମଧ୍ୟ ଅନାୟାସରେ ଭଗବାନ ବିଷ୍ଣୁଙ୍କ ପରମପଦ ପ୍ରାପ୍ତ ହୁଏ। ସେମାନେ ଏପରି ପଚାରିବାରୁ ସମ୍ପୂର୍ଣ୍ଣ ଜଗତର ହିତ ନିମନ୍ତେ ସଦା ଉଦ୍ୟମ ରହୁଥିବା ବିଷ୍ଣୁ ଭକ୍ତ ମହାଭାଗ ପ୍ରହ୍ଲାଦ ସଂକ୍ଷେପରେ ଏହି ପ୍ରକାର କହିଲେ। ମହର୍ଷିଗଣ, ଯାହା 18 ଖଣ୍ଡ ପୁରାଣର ସାରାଂଶଠାରୁ ମଧ୍ୟ ସାରତତ୍ତ୍ୱ, ଯାହା କାର୍ତ୍ତିକ ପଚାରିବା ପରେ ଭଗବାନ ଶଙ୍କର ତାଙ୍କୁ କହିଥିଲେ, ତାହା ବର୍ଣ୍ଣନା କରୁଛି ଶୁଣନ୍ତୁ। ମହାଦେବ କାର୍ତ୍ତିକଙ୍କୁ କହିଲେ, ଯିଏ କଳିଯୁଗରେ ଏକାଦଶୀ ରାତିରେ ଉଜାଗର ରହି ବୈଷ୍ଣବ ଶାସ୍ତ୍ର ପାଠ କରେ, ତାର କୋଟି କୋଟି ଜନ୍ମର ସଞ୍ଚିତ 4 ପ୍ରକାର ପାପ ନଷ୍ଟ ହୋଇଯାଏ। ଯିଏ ଏକାଦଶୀ ଦିନ ବୈଷ୍ଣବ ଶାସ୍ତ୍ରର ଉପଦେଶ ପାଳନ କରେ, ସେ ମୋର ଭକ୍ତ। ଯାହାକୁ ଏକାଦଶୀ ଜାଗରଣରେ ନିଦ୍ରା ଆସେ ନାହିଁ ତଥା ଯିଏ ଉତ୍ସାହପୂର୍ବକ ନାଚେ ଓ ଗାଏ, ସେ ମୋର ବିଶେଷ ଭକ୍ତ। ମୁଁ ତାକୁ ଉତ୍ତମ ଜ୍ଞାନ ଦିଏ ଓ ଭଗବାନ ବିଷ୍ଣୁ ତାଙ୍କୁ ମୋକ୍ଷ ପ୍ରଦାନ କରନ୍ତି। ଏଣୁ ମୋର ଭକ୍ତଗଣ ବିଶେଷ ଭାବରେ ଜାଗରଣ କରିବା ଉଚିତ। ଯେଉଁମାନେ ଭଗବାନ ବିଷ୍ଣୁଙ୍କ ପ୍ରତି ବୈର ଭାବ ରଖନ୍ତି, ସେମାନେ ମହାପାପୀ। ଯେଉଁମାନେ ଏକାଦଶୀ ଜାଗରଣ କରନ୍ତି ଓ ଗାଆନ୍ତି, ତାଙ୍କୁ ଅଧା ନିମିଷରେ ଅଗ୍ନିଷ୍ଠମ ତଥା ଅତିରାତ୍ର ଯଜ୍ଞ କରିବା ସମାନ ଫଳ ପ୍ରାପ୍ତ ହୁଏ। ଯେଉଁମାନେ ରାତ୍ରି ଜାଗରଣ ପୂର୍ବକ ବାରମ୍ବାର ଭଗବାନ ବିଷ୍ଣୁଙ୍କ ମୁଖାରବିନ୍ଦ ଦର୍ଶନ କରନ୍ତି, ତାଙ୍କୁ ମଧ୍ୟ ଏହି ଫଳ ପ୍ରାପ୍ତ ହୁଏ। ଯେଉଁ ମନୁଷ୍ୟ ଦ୍ୱାଦଶୀ ତିଥିରେ ଭଗବାନ ବିଷ୍ଣୁଙ୍କ ଆଗରେ ଜାଗରଣ କରନ୍ତି, ସେମାନେ ଯମରାଜଙ୍କ ପାଶରୁ ମୁକ୍ତ ହୋଇଯାଆନ୍ତି। ଯେଉଁମାନେ ଦ୍ୱାଦଶୀ ଜାଗରଣ କରିବା ସମୟରେ ଗୀତା ଶାସ୍ତ୍ର ଦ୍ୱାରା ମନୋରଞ୍ଜନ କରନ୍ତି, ସେମାନେ ମଧ୍ୟ ଯମରାଜଙ୍କ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି। ଯେଉଁମାନେ ମରିଗଲେ ମଧ୍ୟ ଦ୍ୱାଦଶୀ ଜାଗରଣ ଛାଡ଼ନ୍ତି ନାହିଁ, ସେମାନେ ଧନ୍ୟ ଓ ପୁଣ୍ୟାତ୍ମା ଅଟନ୍ତି। ଯେଉଁମାନଙ୍କ ପରିବାରର ସଦସ୍ୟମାନେ ଏକାଦଶୀ ରାତ୍ରିରେ ଜାଗରଣ କରନ୍ତି, ସେମାନେ ମଧ୍ୟ ଧନ୍ୟ। ଯେଉଁମାନେ ଏକାଦଶୀରେ ଜାଗରଣ କରନ୍ତି, ସେମାନେ ଯଜ୍ଞ, ଦାନ, ଗୟାଶ୍ରାଦ୍ଧ ତଥା ନିତ୍ୟ ପ୍ରୟାଗ ସ୍ନାନର ପୁଣ୍ୟ ଲାଭ କରନ୍ତି। ସେମାନଙ୍କୁ ସନ୍ନ୍ୟାସୀର ପୁଣ୍ୟ ମଧ୍ୟ ଲାଭ ହୁଏ ଏବଂ ତାଙ୍କ ଦ୍ୱାରା ଇଷ୍ଟାପୂର୍ତ କର୍ମସମୂହ ମଧ୍ୟ ଉତ୍ତମ ରୂପେ ପାଳନ ହୋଇଥାଏ। ଷଡ଼ାନନ, ଭଗବାନ ବିଷ୍ଣୁଙ୍କ ଭକ୍ତ ଜାଗରଣ ସହିତ ଏକାଦଶୀ ବ୍ରତ କରନ୍ତି। ଏଥିପାଇଁ ସେମାନେ ସର୍ବଦା ମୋର ବିଶେଷ ପ୍ରିୟ। ଯିଏ ବର୍ଦ୍ଧିନୀ ଏକାଦଶୀ ରାତ୍ରିରେ ଜାଗରଣ କରେ, ସେ ପୁନଃ ପ୍ରାପ୍ତ ହେବାକୁ ଥିବା ଶରୀରକୁ ସ୍ୱୟଂ ଭସ୍ମ କରିଦିଏ। ଯିଏ ତ୍ରିସ୍ପୃଶା ଏକାଦଶୀ ରାତ୍ରିରେ ଜାଗରଣ କରେ, ସେ ଭଗବାନ ବିଷ୍ଣୁଙ୍କ ସ୍ୱରୂପରେ ଲୀନ ହୋଇଯାଏ। ଯିଏ ହରିବୋଧିନୀ ଏକାଦଶୀ ରାତ୍ରିରେ ଜାଗରଣ କରେ, ତାର ସ୍ଥୂଳ ସୂକ୍ଷ୍ମ ସମସ୍ତ ପାପ ନଷ୍ଟ ହୋଇଥାଏ। ଯିଏ ଦ୍ୱାଦଶୀ ରାତ୍ରିରେ ଜାଗରଣ ତଥା ତାଳ ସ୍ୱର ସହିତ ସଙ୍ଗୀତର ଆୟୋଜନ କରେ, ତାକୁ ମହାନ ପୁଣ୍ୟ ପ୍ରାପ୍ତ ହୋଇଥାଏ। ଯିଏ ଏକାଦଶୀ ଦିନ ଋଷିମାନଙ୍କ ଦ୍ୱାରା ରଚିତ ଦିବ୍ୟ ସ୍ତୋତ୍ର ଭଗବେଦ, ଋଗ୍ବେଦ, ଯଜୁର୍ବେଦ ତଥା ସାମବେଦର ବୈଷ୍ଣବ ମନ୍ତ୍ର, ବୈଦିକ ମନ୍ତ୍ର, ସଂସ୍କୃତ ଓ ପ୍ରାକୃତରେ ଅନ୍ୟ ସ୍ତୋତ୍ର ଦ୍ୱାରା ଏହା ଗୀତ, ବାଦ୍ୟ ଆଦି ଦ୍ୱାରା ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରେ, ତାକୁ ଭଗବାନ ବିଷ୍ଣୁ ମଧ୍ୟ ପରମାନନ୍ଦ ପ୍ରଦାନ କରନ୍ତି। ଯିଏ ଏକାଦଶୀ ରାତିରେ ଭଗବାନ ବିଷ୍ଣୁଙ୍କ ଆଗରେ ବୈଷ୍ଣବ ଭକ୍ତମାନଙ୍କ ନିକଟରେ ଗୀତା ଓ ବିଷ୍ଣୁ ସହସ୍ରନାମ ପାଠ କରନ୍ତି, ସେ ସେହି ପରମ ଧାମକୁ ଯାତ୍ରା କରନ୍ତି, ଯେଉଁଠି ସାକ୍ଷାତ ଭଗବାନ ନାରାୟଣ ବିରାଜମାନ ଅଟନ୍ତି।
पुण्यमय भागवत तथा स्कंद पुराण भगवान विष्णुंकर अति प्रिय। मथुरा एवं ब्रजरे भगवान विष्णुंक बाल चरित्र रे जेउ वर्णना करा जाइछि ताकू जी एकादशी रात्रि रे भगवान केशवंक पूजा सारी पाठ करे तार केते पुण्य लाभ हुए एहा मु मध्य जाने नाही। हुए तो भगवान विष्णु जानी थाई पारंती। पुत्र भगवानंक निकटरे गीत नृत्य तथा स्तोत्र पाठ आदि जेउ फल लाभ हुए ताहा कलिजुगरे श्रीहरिंक निकटरे जागरण करिबा समय रे विष्णु सहस्रनाम गीता तथा श्रीमद् भागवत पाठ कले सहस्र गुण होई मिली थाए। जी श्रीहरिंक पाखरे जागरण करिबा समय रे राति रे दीप जलाए तार पुण्य 100 कल्परे मध्य नष्ट हुए नाही। जी जागरण काल मंजरी सहित तुलसी दल रे भक्तिपूर्वक श्रीहरिंक पूजा करे तार पुणी एही संसार रे जन्म हुए नाही। स्नान चंदन लेप धूप दीप नैवेद्य और तांबूल ए सबु जागरण काल रे लेप धूप दीप नैवेद्य तांबूल और सबु जागरण काल रे भगवान को समर्पित करागले अक्षय पुण्य लाभ होइथाए। कार्तिकेय जेउ भक्त मोर ध्यान करने चाहे से एकादशी रात्रि रे श्रीहरिंक पाखरे भक्तिपूर्वक उजागर रहिबा विधेय। एकादशी दिन जेउ लोक जागरण करती तांको शरीर रे इंद्र आदि देवता वास करती। जे जागरण काल रे महाभारत पाठ करे से सही परम धाम को जाए जेउठाकू सन्यासी महात्मा माने जाई थांती। जे सही समय रे श्रीरामचंद्रंकर चरित्र दश कष्ट बध पाठ करती सेमाने जोग वेदांत गति प्राप्त हुअन्ति। जो माने श्रीहरिंक पाखरे जागरण करती सेमाने 4 वेदर स्वाध्याय देवतांक पूजा यज्ञानुष्ठान तथा समस्त तीर्थरे स्नान करिथांती। श्रीकृष्णंक ठारू बड़ कौनसी देवता नाहांती कि एकादशी व्रत सदृश अन्य कौनसी व्रत नाही। जेउठी भागवत शास्त्र अछि जेउठी भगवान विष्णुंक निमंते जागरण करा जाए और जेउठी शालग्राम शिला अवस्थित सेठारे साक्षात भगवान विष्णु उपस्थित थांती। एकादशी व्रत विधि दशमी रात्रि रे पूर्ण ब्रह्मचर्य पालन करंतु तथा भोग विलासरु मध्य दूरे रुहंतु। एकादशी दिन प्रातः काल रे दांतकाठी अथवा पेस्टर उपयोग करंतु नाही। लेंबू जामु अथवा आंब पत्र चोबाई आंगुली रे कंठ को शुद्ध करि नियंतु। गछरु पत्र छिड़ाइबा मध्य वर्जित एणु आपे झड़ी पड़िथिबा पत्र सेवन करंतु। जदि यह संभव न हुए तेबे केवल पानी रे 12 थर कुली करी पकांतु। पुणी स्नानादि नित्याकर्म सारी मंदिर को जाई गीता पाठ करंतु अथवा पुरोहित आदि ठारू श्रवण करंतु। प्रभुंक सम्मुखरे एभली प्रतिज्ञा करिबा उचित जे आजि मु चोर पाखंडी और दुराचारी मनुष्य संगरे कथावार्ता हेबि नाही कि काहारी को दुख देबि नाही। गो ब्राह्मण आदि को फलाहार और अन्नादि देई प्रसन्न करिबि। रातिरे जागरण करी कीर्तन करिबि। ओं नमो भगवते वासुदेवाय एही 12 अक्षर विशिष्ट मंत्र अथवा गुरु मंत्र जप करिबि। रामकृष्ण नारायण इत्यादि विष्णु सहस्रनाम को कंठर भूषण करिबि। एहीपरि प्रतिज्ञा करी श्री विष्णु भगवान को स्मरण पूर्वक प्रार्थना करंतु जे से त्रिलोकपति मो मान महत आपणक हातरे एणु मते एही प्रतिज्ञा पूरा करने को शक्ति प्रदान करंतु। मौन जप शास्त्र पठन कीर्तन रात्रि जागरण एकादशी व्रतरे विशेष लाभदायक होइथाए। एकादशी दिन अशुद्ध द्रव्य तैयारी होइथिबा पेय पदार्थ पान करंतु नाही। ठंडा पेय एसिड आदि मिश्रित डबाबंद फलरस को मध्य पियंतु नाही। 2 थर भोजन करंतु नाही। आइसक्रीम आदि जिनिस खांतु नाही। फल किंबा घरे तैयारी फलरस अथवा अल्प क्षीर किंबा जल पी रहिबा विशेष लाभदायक व्रतर। एही 3 दिन रे कंसा बासन मांस पियाज रसुण मसूर डाली चना खुद साग महु तेल और अधिक जल सेवन करंतु नाही। व्रतर पूर्व अर्थात दशमी और परदिन अर्थात द्वादशी हविष्य और गोघृत थरे मात्र भोजन करंतु। जब गहम मुग सैंधव लुण गोलमरीच मीठा जिनिस गुड़ चीनी इत्यादि। फलाहारी कोबी गाजर सालगम पालंग तुलसी साग इत्यादि सेवन करिबा कुलफा
ଶାଗ ଇତ୍ୟାଦି ସେବନ କରିବା ଅନୁଚିତ। ଆମ୍ବ, ଅଙ୍ଗୁର, କଦଳୀ, ବାଦାମ, ପିସ୍ତା ଇତ୍ୟାଦି ଅମୃତ ଫଳ ସେବନ କରିବା ଉଚିତ। ଜୁଆ, ନିଦ୍ରା, ପାନ, ପରନିନ୍ଦା, ଚୁଗୁଲି, ଚୋରି, ହିଂସା, ମୈଥୁନ, କ୍ରୋଧ ତଥା ମିଥ୍ୟା କପଟାଦି ଅନ୍ୟ କର୍ମରୁ ନିତାନ୍ତ ଦୂରେଇ ରହିବା ଉଚିତ। ବଳଦ ପିଠିରେ ବସନ୍ତୁ ନାହିଁ। ଭୁଲବଶତଃ କୌଣସି ନିନ୍ଦୁକ ସଙ୍ଗରେ କଥା ହୋଇଗଲେ ଏହି ଦୋଷକୁ ଦୂର କରିବା ପାଇଁ ଭଗବାନ ସୂର୍ଯ୍ୟଙ୍କ ବର୍ଣ୍ଣନ ତଥା ଧୂପଦୀପରେ ଶ୍ରୀହରିଙ୍କ ପୂଜା କରି କ୍ଷମା ମାଗିନେବା ଉଚିତ। ଏକାଦଶୀ ଦିନ ଘରେ ଝାଡ଼ୁ କରନ୍ତୁ ନାହିଁ। ଏଥିରେ ପିମ୍ପୁଡ଼ି ଆଦି ସୂକ୍ଷ୍ମ ଜୀବର ମୃତ୍ୟୁ ଭୟ ରହେ। ଏହି ଦିନ ବାଳ କାଟନ୍ତୁ ନାହିଁ। ମଧୁର ବଚନ କହନ୍ତୁ, କମ୍ କହନ୍ତୁ। ଅଧିକ କହିବା ଦ୍ୱାରା ନ କହିବା ଭଳି ବଚନ ମଧ୍ୟ ପାଟିରୁ ବାହାରିଯାଏ। ସତ୍ୟ ଭାଷଣ କରିବା ଉଚିତ। ଏହି ଦିନ ଯଥାଶକ୍ତି ଅନ୍ନଦାନ କରନ୍ତୁ, କିନ୍ତୁ ନିଜେ ଅନ୍ୟ କାହା ଦ୍ୱାରା ଦିଆଯାଇଥିବା ଅନ୍ନ କଦାପି ଗ୍ରହଣ କରନ୍ତୁ ନାହିଁ। ପ୍ରତ୍ୟେକ ବସ୍ତୁ ପ୍ରଭୁଙ୍କୁ ଭୋଗ ଇତ୍ୟାଦି ତଥା ତହିଁରେ ତୁଳସୀ ଜଳ ପକାଇ ଗ୍ରହଣ କରିବା ଉଚିତ। ଏକାଦଶୀ ଦିନ କୌଣସି ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଗଲେ ଏହି ଦିନ ବ୍ରତ କରି ଏହାର ଫଳ ସଂକଳ୍ପ କରି ମୃତକଙ୍କୁ ଦେବା ଉଚିତ ଓ ଗଙ୍ଗାରେ ପୁଷ୍ପ ପ୍ରବାହିତ କରିବା ପରେ ମଧ୍ୟ ଏକାଦଶୀ ବ୍ରତ ପାଳନ କରି ବ୍ରତ ଫଳ ପ୍ରାଣୀଙ୍କ ନିମିତ୍ତ ଦାନ କରିବା ଉଚିତ। ପ୍ରାଣୀ ମାତ୍ରେ ଅନ୍ତର୍ଯ୍ୟାମୀଙ୍କ ଅବତାର ଭାବି କାହାରି ସହିତ ଛଳକପଟ କରିବା ଅନୁଚିତ। ନିଜର ଅପମାନ କରୁଥିବା ଅଥବା କଟୁ ବଚନ କହୁଥିବା ଲୋକ ଉପରେ ଭୁଲରେ ମଧ୍ୟ କ୍ରୋଧ କରିବା ଅନୁଚିତ। ସନ୍ତୋଷର ଫଳ ସବୁବେଳେ ମଧୁର। ମନରେ ସର୍ବଦା ଦୟା ରଖିବା ଉଚିତ। ଏହି ବିଧିରେ ବ୍ରତ କରୁଥିବା ମନୁଷ୍ୟକୁ ଉତ୍ତମ ଫଳ ପ୍ରାପ୍ତ ହୋଇଥାଏ। ଦ୍ୱାଦଶୀ ଦିନ ବ୍ରାହ୍ମଣଙ୍କୁ ମିଷ୍ଟାନ୍ନ ଦକ୍ଷିଣା ଆଦି ଦ୍ୱାରା ପ୍ରସନ୍ନ କରି ସେମାନଙ୍କୁ ପରିକ୍ରମା କରିନେବା ଉଚିତ। ବ୍ରତ ସମାପ୍ତ କରିବାର ବିଧି। ଦ୍ୱାଦଶୀ ଦିନ ସେବା ପୂଜା ଜାଗାରେ ବସି 7ଟି ଭଜା ଚଣାକୁ 14 ଖଣ୍ଡ କରି ନିଜର ମୁଣ୍ଡ ପଛପଟକୁ ଫିଙ୍ଗିବା ଉଚିତ। ମୋର 7 ଜନ୍ମର ଶାରୀରିକ, ବାଚିକ ଓ ମାନସିକ ପାପ ନଷ୍ଟ ହୋଇଗଲା। ଏହା ଭାବନା କରି 7 ଆଞ୍ଜୁଳା ଜଳ ପିଇ 7ଟି ଚଣା ଦାନା ଖାଇ ବ୍ରତ ସମାପ୍ତ କରିବା ଉଚିତ।